ସାହିତ୍ୟ ପରିଷଦର ମିଳନ କାର୍ଯ୍ୟକ୍ରମ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ରାଉରକେଲାର ସେକ୍ଟର 4 ସ୍ଥିତ ରାଉରକେଲା କଲେଜ ପରିସରରେ। ପରିଷଦର ସଭାପତି ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦିକା ଡକ୍ଟର ସୁଷମା ମୋଦିଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମର ସଂଯୋଜକ ନିରୁପମା ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସହ ସଂଗଠନର ମନୋଜ କୁମାର ଜୀ ମୁଖ୍ୟ ଅତିଥି, ପରିଷଦର କ୍ଷେତ୍ର ସଂଗଠନ ସମ୍ପାଦକ ନାରାୟଣ ନାୟକ ଓ ପରିଷଦର ରାଜ୍ୟ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ କୁମାରଜୀ ରାଉରକେଲା ଶାଖାର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରିଷଦର ଯୁବପିଢ଼ି ଓ ଲେଖକଙ୍କୁ ଯୋଡ଼ିବା, ସେମାନଙ୍କ ସୃଷ୍ଟିକୁ ପ୍ରୋତ୍ସାହିତ କରିବା, ସାହିତ୍ୟର ବିଭିନ୍ନ ବିଭାଗକୁ ଆଲୋଚନା ଚକ୍ରରେ ସାମିଲ କରିବା, ପୁସ୍ତକ ସମ୍ପର୍କିତ କାର୍ଯ୍ୟକ୍ରମ, ବିଭିନ୍ନ କର୍ମଶାଳା ଆୟୋଜନ, ରାଜ୍ୟ କ୍ଷେତ୍ରୀୟ ପୁସ୍ତକ ମେଳା ଆୟୋଜନ ଓ ଆଲୋଚନା ଚକ୍ରରେ ଯୋଗଦାନ, ସମ୍ମାନ ମିଳୁ କିନ୍ତୁ ତାକୁ ଅଭ୍ୟାସ ନ ପକାଇବା ତଥା ପରିଷଦରେ ବାଲ୍ମୀକି ଜୟନ୍ତୀ, ବ୍ୟାସ ଜୟନ୍ତୀ, ବର୍ଷ ପ୍ରତିପଦା ଓ ଆଞ୍ଚଳିକ ସ୍ତରରେ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ରାଷ୍ଟ୍ରୀୟ ସ୍ତରରେ କାହାଣୀ ଲିଖନ ପ୍ରତିଯୋଗିତା, ଯାହା ବ୍ୟାସ ପୂର୍ଣ୍ଣିମା ଠାରୁ ଆସନ୍ତା ବ୍ୟାସ ପୂର୍ଣ୍ଣିମା ଚାଲିବ। ବ୍ୟାଖ୍ୟାନ ମେଳା ସ୍ୱବୋଧରୁ ବିଶ୍ୱବୋଧ, ଯାହା ବସନ୍ତ ପଞ୍ଚମୀ ଓ ସଂଘ ସାହିତ୍ୟ ଚର୍ଚ୍ଚା ବିଜୟା ଦଶମୀ ଠାରୁ ଆସନ୍ତା ବିଜୟା ଦଶମୀ ପର୍ଯ୍ୟନ୍ତ କରାଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ ସହ ବିଭିନ୍ନ ବିଭାଗ ଅନୁସାରେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ଅତିଥିଙ୍କ ପରିଚୟ ପ୍ରଦାନ ଓ ନାୟକ ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଡକ୍ଟର ଜେନା ସ୍ୱାଗତ ଭାଷଣ ରଖିଥିବା ବେଳେ ସମ୍ପାଦିକା ଡକ୍ଟର ମୋଦି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦରେ ନୂତନ ସଦସ୍ୟ ଭାବେ ଯୋଗ ଦେଇଥିବା ପ୍ରବୀର କୁମାର ଦୁବେ, ବିଜୟିନୀ ଜେନା, ଚିନ୍ମୟୀ ପୁରୋହିତ, ଗୌତମ ଦାସ, ବ୍ରଜେନ୍ଦ୍ର ଦାସ, ଗିରିଜାଶଙ୍କର ଗୋସ୍ୱାମୀ, ପୁଷ୍ପାରାଣୀ ପଟେଲ, ଭାରତୀ ବରୁଆ, ସୌମ୍ୟପ୍ରସାଦ ନନ୍ଦ, ଚିନ୍ମୟ ପୁରୋହିତ ପ୍ରମୁଖଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯିବା ସହ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସଦସ୍ୟ ଓ କର୍ମକର୍ତ୍ତାମାନେ ସେମାନଙ୍କ ସ୍ୱପରିଚୟ ଓ ବୃତ୍ତି ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ସାହିତ୍ୟର ଅଧିକ ପ୍ରଚାର ପ୍ରସାର ପାଇଁ ଏହି ଅବସରରେ ରାଉରକେଲା ମହାନଗର ପରିଷଦ କାର୍ଯ୍ୟକୁ 6ଟି ଭାଗରେ ବିଭକ୍ତ କରାଯାଇଥିଲା। ସେଗୁଡ଼ିକ ହେଲା ମାଧବନଗର ଶାଖା, କେଶବନଗର ଶାଖା, ବିର୍ସାମୁଣ୍ଡା ନଗର ଶାଖା, ନିର୍ମଳମୁଣ୍ଡା ନଗର ଶାଖା, ସାରନଗରୀ ଶାଖା, ସବୁଜ ନଗରୀ ଶାଖାରେ ବିଭକ୍ତ କରାଯାଇ ସଦସ୍ୟମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା। 2ଟି ଅଧିବେଶନ ବିଶିଷ୍ଟ କାର୍ଯ୍ୟକ୍ରମ ବ୍ରହ୍ମନାଦରୁ ଆରମ୍ଭ ହୋଇ ଶାନ୍ତି ପାଠରେ ସମାପ୍ତ ହୋଇଥିଲା। ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଜାତା ପ୍ରଧାନ, କରୁଣାକର ପାଟ୍ସାଣୀ, ଆଭାସ କୁମାର ହୋତା, ଅଜୟ କୁମାର ମହାନ୍ତି, ମନୋଜ କୁମାର ଚୌଧୁରୀ, ଧରିତ୍ରୀ ପାଇକରାୟ, ଗୀତାରାଣୀ ବେହେରା, ଅଳକା ମହାନ୍ତି, ଲଳିତା ବେହେରା, ସୁମିତ୍ରା ମିଶ୍ର, ଅନୁରାଧା ଦାସ, ରଶ୍ମିତା ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଦେଖନ୍ତୁ ତାରି ଚିତ୍ର। हर जिला होना चाहिए, तो ये 11 जिले हैं, पहले तो इनसे एक एक दो नाम निकालिए। सभी भाषाओं में काम करने वाला गैर शासकीय संगठन, ये अपना अखिल भारतीय साहित्य परिषद है। ये हमको गर्व देने वाला भी है कि हम ऐसे संगठन से जुड़े हुए हैं जो पैन भारत, यानी कहने के लिए नहीं, ब्यूरो न्यूज ओडिशा कथा। ओडिशा कथा यूट्यूब चैनल टी को आपण माने देखुछंती, मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु। भाषा नहीं तो जितने भी भाषाओं में शब्दों का सृजन होता है, अक्षरों का विन्यास है, उस सब के साथ हमारा काम है। साहित्य सहित मोर संपर्क रही এই অখিল ভারত বিদ্যার্থী পরিষদ সহিত ମୁଁ ସମ୍ପୃକ୍ତ ହୋଇକି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। କାରଣ ମୁଁ ଭାବୁଛି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସମାଜର ଭଲ ପାଇଁ କିଛି ନା କିଛି କାମ କରିବା, ଇଏ ମୋର ଗୋଟେ ନିଶା ଏବଂ ଇଚ୍ଛା। ତାକୁ ଆଜି କରୁଣାକର ବାବୁ ପୂରଣ କରିଥିବା ହେତୁ ମୁଁ ସମସ୍ତ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ମୁଁ ଉଲ୍ଲସିତ ହେଉଥିଲି। ହଠାତ୍ ଉଠୁଥିବ ଏ ପ୍ରକାର ଥିଲା ବ୍ୟବସ୍ଥା, କିନ୍ତୁ ଗୋଟେ ହିନ୍ଦୀରେ କହନ୍ତି ଜରା ହଟ୍ ଥିଲା।